ଆଜି ଆମେମାନେ ଚକ୍ରାସନ ବିଷୟରେ ଆଲୋଚନା କରି ଦେଖିବା। ଏହି ଚକ୍ରାସନ କରିବା ଦ୍ୱାରା ଆମମାନଙ୍କର ଶରୀରରେ କ'ଣ କ'ଣ ଉପକାର ହେଇଥାଏ ସେହି ସମ୍ପର୍କରେ ଜାଣିପାରିବା। ଏହି ଆସନ ଦ୍ୱାରା ମନୁଷ୍ୟ ବୃଦ୍ଧାବସ୍ଥା ଓ ବ୍ୟାଧିରୁ ଦୂରେଇ ରହିଥାଏ। ମେରୁଦଣ୍ଡର ଅସ୍ଥି ବଳିଷ୍ଠ ଓ ଶରୀର ରବର ପରି କୋମଳ ହୋଇଥାଏ। ଏହି ଆସନ ଦ୍ୱାରା ବକ୍ଷସ୍ଥଳ ବିସ୍ତାରିତ ଓ କଟି ପ୍ରଦେଶ ସୂକ୍ଷ୍ମ ହୋଇଥାଏ। ଏହି ଆସନର ପ୍ରଭାବ ଶରୀରର ସମସ୍ତ ଅବୟବ ଉପରେ ପଡ଼େ। ଶରୀର ମଧ୍ୟରେ ଥିବା ନାଡି ଯନ୍ତ୍ରଗୁଡ଼ିକର ଶୁଦ୍ଧି ହୋଇଥାଏ। ଏହି ଆସନ ସ୍ତ୍ରୀ ପୁରୁଷ ଉଭୟେ କରିପାରନ୍ତି। ହେଲେ ଏହି ଚକ୍ରାସନ କରିବାର ବିଧି ହେଉଛି, ପ୍ରଥମେ ଚିତ୍ ହୋଇ ଭୂଇଁରେ ଶୋଇପଡ଼ିବା। ଆଣ୍ଠୁ ଦ୍ୱୟକୁ ମୋଡ଼ି ହାତରେ ଅଙ୍ଗୁଳି ଗୁଡ଼ିକୁ ପ୍ରସାରିତ କରି ମୁଣ୍ଡ ପାଖରେ ରଖିବା। ତାପରେ ସମସ୍ତ ଶରୀରକୁ ଉପରକୁ ଉଠାଇ ରଖିବା। ହାତ ଓ ଗୋଡ଼ ଉପରେ ସମଗ୍ର ଶରୀରର ଭାର ଯେପରି ରହେ ତା ପ୍ରତି ଦୃଷ୍ଟି ଦେବା।